ପିଲାମାନେ ଗତ କ୍ଲାସ୍ରେ ଆମେ ଆଲୋଚନା କରିଥିଲେ ଆଣ୍ଡ୍ରୁ ମାର୍ଭଲଙ୍କର ଦ ଗାର୍ଡେନ୍। ଆଜି ଆଲୋଚନା କରିବା ଏ ଡାଇଲଗ୍ ବିଟୱିନ୍ ଦ ସୋଲ୍ ଆଣ୍ଡ ଦ ବଡି। ଏଇଟା ଗୋଟେ ମେଟାଫିଜିକାଲ ପୋଏମ୍। ଶରୀର ଏବଂ ଆତ୍ମା ଭିତରେ କ'ଣ କଥାବାର୍ତ୍ତା ହେଇଛି ସେ ବିଷୟରେ ଆଲୋଚନା କରିବା। ଶରୀର ଓ ଆତ୍ମା ପରସ୍ପରକୁ ଦୋଷାରୋପ କରିଚାଲିଛନ୍ତି। ତେଣୁ ଏ ପୋଏମ୍ରେ ସୋଲ୍ ଆତ୍ମା ପ୍ରଥମେ କଥା ଷ୍ଟାର୍ଟ କରେ। କିଏ ଆରମ୍ଭ କରେ? ସୋଲ୍। ଏବଂ ତାପରେ ବଡି ଶରୀର ତାକୁ ତା'ର ବନ୍ଦିଶାଳା ବୋଲି ବର୍ଣ୍ଣନା କରେ। ସୋଲ୍ ବା ଆତ୍ମା କ'ଣ ଅଭିଯୋଗ କରିଛି ପ୍ରଥମେ ଆଗେ ଜାଣିବା, ତାପରେ ଶରୀର କ'ଣ ଜବାବ ଦେଉଛି ସେ ବିଷୟରେ ଆମେ ଜାଣିବା ଏବଂ ଶେଷରେ କ'ଣ ତା'ର ଫଳାଫଳ ବାହାରିଲା ସେ ବିଷୟରେ ମଧ୍ୟ ଆମେ ଜାଣିବା। ପ୍ରଥମେ ଆତ୍ମା ଅଭିଯୋଗ କରୁଛି। କ'ଣ କରୁଛି ନା, ଆତ୍ମା ଅଭିଯୋଗ କରୁଛି ଯେ ଶରୀର ତାକୁ ହାଡ଼ର ବୋଲ୍ଟରେ ବାନ୍ଧି ଏବଂ ହାତ ଏବଂ ଗୋଡ଼ରେ ଶୃଙ୍ଖଳିତ କରି ଏକ କାରାଗାରରେ ରଖିଛି। ଆତ୍ମା କହୁଛି, ହେ ଶରୀର, ତୁ ମୋତେ ଏ ଯେଉଁ ହାତ ଗୋଡ଼ ସବୁ ବାନ୍ଧି ମୋତେ ଶୃଙ୍ଖଳିତ କରି ଗୋଟେ କାରାଗାର ଭିତରେ ରଖିଛୁ। ଶରୀରର ଆଖି ତାକୁ ଅନ୍ଧ କରିଦିଏ ଏବଂ କାନର ଶବ୍ଦ ତାକୁ ବଧିର କରିଦିଏ। ଏହିପରି ଭାବରେ ସ୍ନାୟୁ ଏବଂ ଶିରା ପ୍ରଶିରାରେ ଶିକୁଳିରେ ସେ ବନ୍ଧା ହୋଇ ବହୁତ କଷ୍ଟ ପାଉଛି। କି ଆତ୍ମା ଅଭିଯୋଗ କରୁଛି, ହେ ଶରୀର, ତୁ ଏଇଆ କରୁଛୁ। ଶରୀରର ରୋଗ, ଚିକିତ୍ସା, ତେଣୁ ଯନ୍ତ୍ରଣା ଦିଏ। ଯେତେବେଳେ ଶରୀର ମରିବାକୁ ଯାଏ ଆତ୍ମା ମୁକ୍ତି ପାଇବାର ଆଶା କରେ, କିନ୍ତୁ ଯେତେବେଳେ ଶରୀର ସୁସ୍ଥ ହୋଇଗଲେ ସେ ପୁଣି ଥରେ ବନ୍ଦୀ ହୋଇଯାଏ। ଇଣ୍ଟରେଷ୍ଟିଂ କଥା। ଯେତେବେଳେ ଶରୀର ମରିଗଲା, ମୁଁ ମୁକ୍ତ ହୋଇଯିବି, ପୁଣି ଡାକ୍ତର ମେଡ଼ିସିନ ଖାଇକି ଭଲ ହୋଇଗଲା, ଶରୀର ପୁଣି ବନ୍ଦୀ ହୋଇଗଲା। ଆତ୍ମା ଏ ପ୍ରକାର ଅଭିଯୋଗ କରୁଛି ଯେ ତୁ ମୋତେ କାରାଗାରରେ ରଖିଛୁ। ଶରୀର ତାପରେ କ'ଣ ଉତ୍ତର ଦେଉଛି, ଜବାବ ଦେଉଛି। ଶରୀର ସେଠୁ ପାଲଟା ଜବାବ ଦେଇକି ପଚାରୁଛି, ମୋତେ ଏଇ ଅତ୍ୟାଚାରୀ ଆତ୍ମାର ବନ୍ଧନରୁ କିଏ ମୁକ୍ତି କରିବ? ଆରେ କିଏ ଅଛ? ମୋତେ ଏ ଅତ୍ୟାଚାରୀ ଆତ୍ମାର ବନ୍ଧନରୁ କିଏ ମୁକ୍ତି କରିବ? ଶରୀର କ'ଣ କହୁଛି ଯେ ଆତ୍ମା ତାକୁ ଏକ ତୀକ୍ଷ୍ଣ ଧାରୁଆ ଦଣ୍ଡ ପରି ଉପରକୁ ଟାଣି ରଖିଛି, ଯାହାଦ୍ୱାରା ସେ ସବୁବେଳେ ଭାଙ୍ଗି ପଡ଼ିବାର ଡରରେ ରହୁଛି। ଏବଂ ଆତ୍ମା ହିଁ ଶରୀରକୁ ବିଭିନ୍ନ ଭାବନାଗତ ରୋଗ ଦେଇଛି। କ'ଣ? ଆଶା ମୂଳିଗଲେ କଷ୍ଟ ପାଉଛି, ଭୟର କମ୍ପନ, ପ୍ରେମର ଜ୍ୱର, ଘୃଣାର ଘା। ବଢ଼ିଆ ଲାଇନ୍, ମନେ ରଖିବ। ଆଶାର ଦରଜ, ଭୟର କମ୍ପନ, ପ୍ରେମର ଜ୍ୱର ଏବଂ ଘୃଣାର ଘା। ତେଣୁ ଏହିସବୁ ମାନସିକ ରୋଗ ପାଇଁ କୌଣସି ଔଷଧ ନାହିଁ। ଶରୀର ତା'ର ଜବାବ ଦେଉଛି ଆତ୍ମାକୁ। ତେଣୁ ଶରୀର ଅଭିଯୋଗ କରେ ଯେ ପାପ କରିବା ପାଇଁ ଆତ୍ମା ତାକୁ ଏତେ ଉପଯୁକ୍ତ ଭାବରେ ନିର୍ମାଣ କରିସାରିଛି। ତେଣୁ ତା କଥା ବି ଠିକ୍, ଆ କଥା ବି ଠିକ୍। ତେଣୁ କ'ଣ ଶେଷରେ ଫଳାଫଳ ବାହାରିଲା ନା, ଫଳାଫଳ ଏଇଆ ବାହାରିଲା ଯେ ଏଇ ଯେଉଁ କବିତାଟି କୌଣସି ନିର୍ଦ୍ଦିଷ୍ଟ ସମାଧାନରେ ପହଞ୍ଚି ପାରିନାହିଁ। ଆତ୍ମା ଓ ଶରୀର ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ। ଆଣ୍ଡ୍ରୁ ମାର୍ଭେଲ ଏହି କବିତାରେ ମନ ଓ ଶରୀରର ଯେଉଁ ଡୁଆଲିଜିମ୍ ଏବଂ ମଣିଷ ଜୀବନର ଏହି ଦୁଇଟି ଶକ୍ତି ମଧ୍ୟରେ ଥିବା ନିରନ୍ତର ସଂଘର୍ଷକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଆଜି ପାଇଁ ଏତିକି। ଆଶା କରେ ଖୁବ୍ ସୁନ୍ଦର କବିତାଟି ତୁମମାନେ ବୁଝିପାରିଥିବ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।